ନମସ୍କାର। ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍। ପ୍ରାଥମିକ ସ୍କୁଲରେ ଶିକ୍ଷାଦାନ କରୁଥିବା ସମୟରେ ପ୍ରଧାନ ଶିକ୍ଷକଙ୍କ ଚାଲିଗଲା ଜୀବନ। ଏମିତି ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗଞ୍ଜୁ ଗାଁର ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁ ବିଦ୍ୟାଳୟର ପ୍ରାର୍ଥନା ସରିବା ପରେ ପିଲାମାନଙ୍କ କ୍ଲାସ୍ ନେଉଥିବା ସମୟରେ ଚାଲିଗଲା ତାଙ୍କ ଜୀବନ। ଏମିତି ଅଚାନକ ଜୀବନ ଚାଲିଗଲା ଯେ ଉକ୍ତ ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁଙ୍କ ଘର ନୟାଗଡ଼ ଜିଲ୍ଲାର ବୋଲି ଯାହା ସୂଚନା ମିଳୁଛି। ସେ ଜଣେ ଭଦ୍ର, ଶାନ୍ତ ଶିଷ୍ଟ, ନମ୍ର ଥିଲେ ଏବଂ ଅତି ଉତ୍ତମ ଶିକ୍ଷକ ଥିଲେ ବୋଲି ଯାହା ଉକ୍ତ ଅଞ୍ଚଳବାସୀ କୁହନ୍ତି ଏବଂ ଏବେ ସୁଦ୍ଧା ତାଙ୍କୁ ଉକ୍ତ ସ୍କୁଲର ପିଲାମାନେ ଝୁରୁଛନ୍ତି, କାନ୍ଦୁଛନ୍ତି। ଏମିତି ଏକ ଶିକ୍ଷକ ଭାଗ୍ୟରେ ଥିଲେ ମିଳନ୍ତି ବୋଲି ଯାହା କୁହନ୍ତି। ଭଲ ଶିକ୍ଷକଙ୍କର ଅକାଳ ମୃତ୍ୟୁକୁ ସହି ପାରୁନାହାନ୍ତି ବିଦ୍ୟାଳୟର ଛାତ୍ରଛାତ୍ରୀ, ପରିଜନ, ବନ୍ଧୁବାନ୍ଧବ, ଉକ୍ତ ଅଞ୍ଚଳର ଲୋକମାନେ।